सेनापति जोड़ुछि करा सेनापति जोड़ुछि करा नकुआ हे अवतार गिरा नकुआ हे अवतार गिरा समय देउछि बीरा समय देउछि बीरा से काला तुम्हें अपेक्षा करा से काला तुम्हें अपेक्षा करा तुमको अपेक्षा करने को पड़ो এই 7 দিন বড় 7 জন্ম পাই অপেক্ষা করিবি না হেলে সত্য কহুছ তো মু সত কହୁছি সেই বৈশাখ তৃতীয়ারে মোর মনোব্রত ଅଛି ভাগ্যশ্রী হ্যাঁ কুহ তোমার কি সাহায্য করিবারে হে সেনাপতি মো পাই শীঘ্র पूजा सामग्री बंदोबस्त कर दियो मो पूजा शेष हो गले तुमको वर्णमाला तुम गलारे अर्पण करदेवी बहुत खुशी चिंता करनी भाग्यश्री वो संगे संग पूजा सामग्री व्यवस्था करी दउची ठीक अछि ताले शीघ्र कर दियो हेलो एत दिन पर ओ कथारे राजी हेची भगवान जहां आज मो पहुंची जाईछि आ मते जेमिते ने मो तुमको इच्छा करला हेले आगो कोन श्री मिली गले वो बहुत खुशी हेले बाबू को डाके ले बाबू को जदी डाकबी से गड़बड़ करी दबो मो भौणी प्रिय को डाकिया को पड़िबो हेले भौणी प्रिय ए भौणी प्रिय कुआड़े जाइछलु ना ए भाई दिव्या उपाड़े एठी एमती पुलापुली करथली आउ मो सुना भौणी हां भाई तू सैदिन कोन कहउथिलु बोले अछि कोन कहिथिली ए किते भूखीटा तू सैदिन कथा तो मने नाही मने पड़ ओ कहि दउची सुन सैदिन तो कोन कहिथिलु भाई मते कुटिया लागुची मो पाई गोटे भाउज आनो अरे हां तो भाई ठीक मने पगे दिछु कहले काई मो भौज अरे देख तो पाई गोटे सुंदर भाउज ले आसीची सतरे भाई ए भाई तू तो बाई चुके सेमती नहीं किया आसीछु लाइलो वसुला भौणी ओ बाहे लिए जाए ओ भाउज कोन कहउची जानिछु कोन कहउछंती तार गोटे मौल व्रत अछि हमको कोन करबो पड़िबो भाई और सही मौल व्रत न सरीवा पर्यंत से मते विवाह करी बोली एमिति कथा हेलो भौणी कोन करे छे ई
ସୁନା ଭଉଣୀ ତା ପାଇଁ କିଛି ପୂଜା ସାମଗ୍ରୀର ବ୍ୟବସ୍ଥା କରିବାକୁ ପଡ଼ିବ। ଆରେ ଏଇ କଥା କହ ସେଇଥିପାଇଁ ପରା ମୁଁ ଅଛି। ସତ କହୁଛୁ? ହଁ ଭାଇ। ମୋ ସୁନା ଭଉଣୀ ପରି କିଏ ହବ? ଯାହା ହେଉ ଅମନ୍ତର ବୋଝଟା ଓହ୍ଲେଇ ଗଲା। ଏ ମୋ ସୁନା ଭଉଣୀ ତୋ ଭାଉଜର ଧ୍ୟାନ ରଖିବ। ଠିକ ଅଛି ମୁଁ ତାହେଲେ ଆସୁଛି। ଠିକ ଅଛି। ହେ ଭାଗ୍ୟଶ୍ରୀ ଆସୁছিল ରହିଲା। এই ভাଉଜ ଯାଉଛୁ କୁଆଡ଼େ? ଆରେ ମୁଁ ପରା ତମେ ନଣନ୍ଦ। ଏ ହଁ ମତେ ଭାଉଜ ବୋଲି ଜମାରୁ ବି କହନି। କଣ ପାଇଁ? ମୁଁ କହୁଛି ସେଥିପାଇଁ। ମୋ ଭାଇ ପରା ତମକୁ ପ୍ରେମ ବିବାହ କରିବେ ସେଥିପାଇଁ ତମକୁ ଭାଉଜ ଡାକୁଛି ମୁଁ। ନା ମତେ ଜମାରୁ ଭାଉଜ ବୋଲି କହନି ହେଲା। ହେଲେ ଡାକୁଛ କଣ ପାଇଁ? ତମର ହେଇଛି କଣ? କଣ ନ ହେଇଛି ସେଇ କଥା ପଚାରୁନ। କହିଲେ ତ ମୁଁ ଜାଣିବି। ଜାଣିବାକୁ ଚାହୁଁଛ ନା? ହଁ। ତାହେଲେ ଶୁଣ, ତମ ଭାଇ ଗୋଟିଏ ପାପୀ, ତମ ଭାଇ ଗୋଟିଏ ନିର୍ଲଜ, ତମ ଭାଇ ଗୋଟିଏ ଅମଣିଷ। ମୋ ଭାଇ ବିଷୟରେ ଆଉ ପଦେ ବି ଶୁଣିବିନି। ତମେ ମୋ ଭାଉଜ ବୋଲିବ ନହେଲେ ନହେଲେ ତମର ଆଜି ମୁଁ ପ୍ରାଣ ରକ୍ଷା କରିଦିଅନ୍ତି। ମୋ ଭାଇ ଏମିତି କଣ କରିଦେଲା ଯେ ମୋ ଭାଇକୁ ଏମିତି ଶବ୍ଦ ପ୍ରୟୋଗ କରୁଛ ତମେ? ଏମିତି କଣ କରିଦେଲ ମାନେ? ହଁ ତମ ଭାଇ ମୋ ସହିତ କଣ କରୁଛି ଜାଣିଛ? କଣ କରିଛି? ତମ ଭାଇ ମୋ ପରିବାରକୁ ଛାରଖାର କରିଦେଇଛି। ତମ ଭାଇ ମୋ ଭାଇକୁ ମାରି ଦେଇଛି। ତମ ଭାଇ ମୋ ବାବାକୁ ମାରି ଦେଇଛି। ତମ ଭାଇ ମୋ ସ୍ୱାମୀକୁ ମାରି ମତେ ଜୋର ଜବରଦସ୍ତି ଉଠେଇ ଆଣିଛି। ଆଉ ବାହା ପାଇଁ ଜିଦ୍ କରି ବସିଛି। ମୋ ଭାଇ କଣ ସତରେ କରିଛି? ହଁ, ହେଲେ ମୁଁ ଏ କଥା ଜମାରୁ ବିଶ୍ୱାସ କରିପାରିବିନି। ଯଦି ବିଶ୍ୱାସ ହଉନି ତାହେଲେ ଯାଇକି କାହିଁ ତମ କୁଲାଗାର ଭାଇକୁ ପଚାର। ଠିକ ଅଛି କାଲି ଯାଉଛ ଏଇ ଖେଳି ଆଉ ପଚାରି ନେବି କେତେ ସତ ଆଉ କେତେ ମିଛ। ଆଉ ଯଦି ଏଇ କଥା ସତ ହେଇଥାଏ ତାହେଲେ ମୁଁ ନିଜ ହାତରେ ତମକୁ ଏଇ ଘରୁ ବିଦା କରିଦେବି। ଠିକ ଅଛି, ଯାଅ ପଚାରିବ। ହେଲେ ଯିବା ପୂର୍ବରୁ ତମ ପରିଚୟ ଜାଣିବାକୁ ଚାହିଁବି। ମୋ ପରିଚୟ? ହଁ, ମୋ ନାମ ହେଉଛି ଭାଗ୍ୟଶ୍ରୀ। ଆଉ ରାଜ୍ୟ? ମୋ ରାଜ୍ୟର ନାମ ହେଉଛି କର୍ଣ୍ଣାଟକ। ହେଲେ ତମକୁ ଗୋଟେ ଅନୁରୋଧ, ମୁଁ ଆସିବା ଯେ ତମେ କୁଆଡ଼େ ବି ଯିବନି। ହଉ ଠିକ ଅଛି, ହେଲେ ଯିବା ଆଗରୁ ଗୋଟେ କଥା ଶୁଣ। ମୋର କିଛି ପୂଜା ନାହିଁ କି ମୋର କିଛି ବ୍ରତ ନାହିଁ। କେବଳ ତମ ଭାଇଠୁ ମୁଁ ବଞ୍ଚିବା ପାଇଁ ତାକୁ ମିଛ କଥା କହିଥିଲି। ଠିକ ଅଛି ଭଲ ହେଲା ସେ ମୋ କଥାରେ ଆଜି ରାଜି ହେଇଗଲା, ନହେଲେ ମୋର କଣ ହେଇଥାନ୍ତା ସେଇଟା ତ ମୁଁ ବି ଜାଣେନି। ଆସୁଛି ତାହେଲେ ମୁଁ। ଠିକ ଅଛି, ତୁମେ ଯାଇପାର। ହେ ଭଗବାନ, ମୁଁ ତ ଏମାନଙ୍କଠୁ ବଞ୍ଚି ଯାଇଛି। ଏଥର ଯେମିତି ହେଲେ ବି ମତେ ସେଇ ମଶା ଭିତରେ ରହି ପୂଜା କରିବାକୁ ପଡିବ। ମୋ ସ୍ୱାମୀ ଯୋଉଠି ଥିଲେ ବି ମୋ ପାଖକୁ ଫେରି ଆସିବେ। ହଁ ପ୍ରଭୁ, ତେବେ ଯାଏ ସେଇ ମଶାରେ ରହି ମୁଁ ପୂଜା କରିବି।